हेलो फ्रेंड्स ଆପଣଙ୍କୁ ଓଡ଼ିଶା ଏକ୍ଜାମ ଚ୍ୟାନେଲକୁ ସ୍ୱାଗତ କରୁଛି। ଯେଉଁ ପିଲାମାନେ ପ୍ଲସ୍ ଟୁ ଏଡମିସନ୍ 2025ରେ ଭାଗ ନେବାକୁ ଚାହୁଁଛନ୍ତି, ପ୍ଲସ୍ ଟୁ ଏଡମିସନ୍ 2025 ଫାଷ୍ଟ ଫେଜ୍ରେ କୌଣସି କାରଣରୁ ସିଲେକ୍ସନ୍ ହୋଇପାରିନାହାନ୍ତି କିମ୍ବା କୌଣସି କାରଣରୁ ଆବେଦନ କରିପାରିନାହାନ୍ତି କିମ୍ବା ଆପଣ 10th ସପ୍ଲିମେଣ୍ଟାରୀ ପରୀକ୍ଷା ଦେଇଥିଲେ, ଆପଣ 10th ସପ୍ଲିମେଣ୍ଟାରୀ 2025 ଏକ୍ଜାମରେ ପାସ୍ ହେଇଛନ୍ତି, ପ୍ଲସ୍ ଟୁ ଏଡମିସନ୍ କରିବାକୁ ଚାହୁଁଛନ୍ତି, ପ୍ଲସ୍ ଟୁ କଲେଜରେ ପାଠ ପଢ଼ିବାକୁ ଚାହୁଁଛନ୍ତି, ତେବେ ଆପଣମାନଙ୍କ ପାଇଁ ଖୁସି ଖବର। ପ୍ଲସ୍ ଟୁ ଏଡମିସନ୍ ସେକେଣ୍ଡ ଫେଜ୍ 2025 ଅନଲାଇନ୍ ଆପ୍ଲାଏ ପାଇଁ ତାରିଖ ଆସିଯାଇଛି। ଆପଣ ଏହି ଭିଡ଼ିଓରେ ଜାଣିପାରିବେ କେବେଠାରୁ ପ୍ଲସ୍ ଟୁ ସେକେଣ୍ଡ ଫେଜ୍ ଅନଲାଇନ୍ ଆପ୍ଲାଏ ଆରମ୍ଭ ହେବ, ଲାଷ୍ଟ ଡେଟ୍ କେବେ, ସିଲେକ୍ସନ୍ ଲିଷ୍ଟ କେବେ ବାହାରିବ, ଡିଟେଲ୍ସ ଜାଣିବା। ଆସନ୍ତୁ ଭିଡ଼ିଓ ଷ୍ଟାର୍ଟ କରିବା। ଭିଡ଼ିଓ ଷ୍ଟାର୍ଟ କରିବା ପୂର୍ବରୁ ଯଦି ବର୍ତ୍ତମାନ ପର୍ଯ୍ୟନ୍ତ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରିନାହାନ୍ତି, ସବସ୍କ୍ରାଇବ୍ କରିନିଅନ୍ତୁ, ପାଖରେ ଥିବା ବେଲ୍ ଆଇକନ୍ ଦବାଇବାକୁ ଭୁଲିବେନି। ଦେଖନ୍ତୁ, ଯଦି ଆପଣ ପ୍ଲସ୍ ଟୁ ଓଡ଼ିଶା ପ୍ଲସ୍ ଟୁ ସେକେଣ୍ଡ ଫେଜ୍ ଆଡ଼ମିସନ୍ 2025 ବିଷୟରେ ଲେଟେଷ୍ଟ ଅପଡ଼େଟ୍, ଲେଟେଷ୍ଟ ଇନଫର୍ମେସନ୍ ପାଇବାକୁ ଚାହୁଁଛନ୍ତି, ତେବେ ଆପଣ ଗୁଗୁଲ୍ ସର୍ଚ୍ଚରେ ଟାଇପ୍ କରିବେ odishaexams.com। ଟାଇପ୍ କରିକି ସର୍ଚ୍ଚ କଲେ ଆପଣ ଲିଙ୍କ୍ ପାଇଯିବେ odishaexams.comର। এই লিঙ্ক ଉପରେ କ୍ଲିକ୍ କଲେ ଆପଣ odishaexams.com ପେଜ୍କୁ ଆସିଯିବେ। ଏଠାରେ ତଳକୁ ସ୍କ୍ରଲ୍ କରିବେ, ଦେଖିପାରିବେ ଓଡ଼ିଶା ପ୍ଲସ୍ ଟୁ ସେକେଣ୍ଡ ଫେଜ୍ ଆପ୍ଲିକେସନ୍ ଫର୍ମ। এই লিঙ্ক ଉପରେ ଆପଣ କ୍ଲିକ୍ କରିକି ଏହି ପୋଷ୍ଟକୁ ଆସିପାରିବେ କିମ୍ବା ଆପଣ ଗୁଗୁଲ୍ ସର୍ଚ୍ଚରେ ଟାଇପ୍ କରିବେ ଓଡ଼ିଶା ପ୍ଲସ୍ ଟୁ ସେକେଣ୍ଡ ଫେଜ୍ ଆଡ଼ମିସନ୍ 2025 ଟାଇପ୍ କରିକି ସର୍ଚ୍ଚ କଲେ ମଧ୍ୟ ଆପଣ ତଳକୁ ସ୍କ୍ରଲ୍ କଲେ ଆପଣ ଲିଙ୍କ୍ ପାଇଯିବେ odishaexams.comର। এই লিঙ্ক ଉପରେ ଆପଣ କ୍ଲିକ୍ କରିବେ। କ୍ଲିକ୍ କଲେ এই ପୋଷ୍ଟକୁ ଆସିଯିବେ। এই ପୋଷ୍ଟ ଆପଣ ଲେଟେଷ୍ଟ ଇନଫର୍ମେସନ୍ ପାଇପାରିବେ। ଅନଲାଇନ୍ ଆପ୍ଲାଏ ଏହି ପୋଷ୍ଟରୁ ମଧ୍ୟ ଆପଣ କରିପାରିବେ। ଦେଖନ୍ତୁ କ'ଣ ଆସିଛି ଡେଟ୍। ଦ୍ୱିତୀୟ ପର୍ଯ୍ୟାୟ ଯୁକ୍ତ 2 ନାମଲେଖା 25ରୁ 2025-26 ଶିକ୍ଷାବର୍ଷରେ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଯୁକ୍ତ 2 କଲେଜରେ ଖାଲି ପଡ଼ିଥିବା ସିଟ୍ ପୂରଣ ପାଇଁ ଆସନ୍ତା 25 ତାରିଖରୁ ଦ୍ୱିତୀୟ ପର୍ଯ୍ୟାୟ ନାମଲେଖା ଅନୁଷ୍ଠିତ ହେବ। ସେହିଦିନ ଅପରାହ୍ନ 3ଟାରେ ସାମ୍ସ ଓଡ଼ିଶା ପୋର୍ଟାଲରେ କମନ୍ ଆପ୍ଲିକେସନ୍ ଫର୍ମ ଉପଲବ୍ଧ ହେବ ଏବଂ ଅଗଷ୍ଟ 31 ରାତି 11:45 ମଧ୍ୟରେ ଆଗ୍ରହୀ ଯୋଗ୍ୟ ଛାତ୍ରଛାତ୍ରୀ ଆବେଦନ କରିପାରିବେ। ଆପଣଙ୍କର 25 ଅଗଷ୍ଟରୁ ଆରମ୍ଭ ହୋଇ ଅଗଷ୍ଟ 31 ତାରିଖ ପର୍ଯ୍ୟନ୍ତ ଅନଲାଇନ୍ ଆପ୍ଲାଏ ଚାଲିବ। ସେପ୍ଟେମ୍ବର 4ରେ ପ୍ରଥମ ମେଧା ତାଲିକା ପ୍ରକାଶ ପାଇବ। ଆପଣଙ୍କର ସିଲେକ୍ସନ୍ ଲିଷ୍ଟରେ ସେପ୍ଟେମ୍ବର 4ରେ ପ୍ରକାଶ ପାଇବ। ଯଦି ଆପଣ ନୋଟିଫିକେସନ୍ଟି ଦେଖିବାକୁ ଚାହୁଁଛନ୍ତି, ତେବେ ଆପଣ ଅଫିସିଆଲ୍ ୱେବସାଇଟ୍ ଯାହାକି ପ୍ଲସ୍ ଟୁର ଅଛି ସାମ୍ସ ଓଡ଼ିଶା, ଏଠାରେ ଦେଖନ୍ତୁ ଅଫିସିଆଲ୍ ୱେବସାଇଟ୍କୁ ଯେତେବେଳେ ଆପଣ ଯିବେ ହାଇ ସେକେଣ୍ଡାରୀ ସ୍କୁଲ, ଏଠାରେ ଦେଖନ୍ତୁ ନୋଟିସ୍ ଭ୍ୟୁ ମୋର୍ ଉପରେ ଆପଣ କ୍ଲିକ୍ କଲେ ନୋଟିସ୍ ସେକ୍ସନକୁ ଆସିଯିବେ। ଏଠାରେ ଆସିଯାଇଛି 19 ଅଗଷ୍ଟରେ ଆପଣଙ୍କର ନୋଟିଫିକେସନ୍ ଆସିଯାଇଛି। ଗାଇଡ଼ଲାଇନ୍ ଫର୍ ଫେଜ୍ 2 ଅନଲାଇନ୍ admission into vacant seats of higher secondary schools for the academic session 2025 ଆପଣଙ୍କର ଆସିଯାଇଛି। ଏଇ ଦେଖନ୍ତୁ ଏଠାରେ ଗୋଟେ ଚିହ୍ନ ଅଛି। ଏଇ ଚିହ୍ନ ଉପରେ କ୍ଲିକ୍ କଲେ ଆପଣଙ୍କର PDF ଫାଇଲ୍ଟି ଡାଉନଲୋଡ଼୍ ହେଇଯିବ। ଆପଣ PDF ଫାଇଲ୍ଟି ଡାଉନଲୋଡ଼୍ କରିକି ଡିଟେଲ୍ସ ପଢ଼ି ଜାଣିପାରିବେ, ଗାଇଡ଼ଲାଇନ୍ସ ଜାଣିପାରିବେ, ଡେଡ଼ଲାଇନ୍ ଜାଣିପାରିବେ। ଦେଖନ୍ତୁ ଏଠାରେ ଗାଇଡ଼ଲାଇନ୍ ଫର୍ ଫେଜ୍ 2 ଅନଲାଇନ୍ ଆଡ଼ମିସନ୍ ଇଣ୍ଟୁ ଭ୍ୟାକେଣ୍ଟ ସିଟ୍ସ ଅଫ୍ ହାୟର ସେକେଣ୍ଡାରୀ ସ୍କୁଲ୍ସ ଫର୍ ଦି ଆଡ଼ମିସନ୍ 2025-26। ଆପଣଙ୍କର ଦେଖନ୍ତୁ ଅନଲାଇନ୍ ଆପ୍ଲାଏ 25/8/2025, ଲାଷ୍ଟ ଡେଟ୍ ହେଉଛି 31/8/2025। ଫେଜ୍ ସେକେଣ୍ଡ ଫେଜ୍ ଆପଣଙ୍କର ଦେଖନ୍ତୁ ଆପଣଙ୍କର ପବ୍ଲିକେସନ୍ ଅଫ୍ ଫେଜ୍ 2 ଫାଷ୍ଟ ସିଲେକ୍ସନ୍ ହେଉଛି 4/9/2025। ଆପଣଙ୍କର ଏହିପରି ଆସିଛି। ତାପରେ ତଳକୁ ସ୍କ୍ରଲ୍ କଲେ ସବୁ ଡେଟ୍ ଲାଇନ୍ ଅଛି, ଆପଣ ପଢ଼ିକିରି ଦେଖିନେବେ। ଗାଇଡ଼ଲାଇନ୍ ପ୍ରୋସିଜର୍ ଆପଣଙ୍କର ଏଠାରେ ଲେଖା ଅଛି। ଏଲିଜିବିଲିଟି କ୍ରାଇଟେରିଆ, ଇନଷ୍ଟ୍ରକ୍ସନ୍ ଡିଟେଲ୍ସ ଅଛି। ଆପଣ ଏଠାରୁ ପଢ଼ିକି ଜାଣିପାରିବେ। ଏହି ନୋଟିଫିକେସନ୍ଟି ପଢ଼ିବା ପାଇଁ ଆପଣ ଦେଖନ୍ତୁ ଏଠାରେ ଓଡ଼ିଶା ପ୍ଲସ୍ ଟୁ ଆଡ଼ମିସନ୍ ଅଫିସିଆଲ୍ ୱେବସାଇଟ୍କୁ କ୍ଲିକ୍ କରିକି ଆପଣ ଅଫିସିଆଲ୍ ୱେବସାଇଟ୍ ଯିବେ। ଅଫିସିଆଲ୍ ୱେବସାଇଟ୍କୁ ଗଲା ପରେ ଆପଣ ନୋଟିସ୍ ସେକ୍ସନ୍କୁ ଯାଇକିରି ଗଲା ପରେ ଆପଣ ଏଇ ନୋଟିଫିକେସନ୍ଟି ପାଇଯିବେ। ଏଠାରେ ଦେଖନ୍ତୁ ଏଠି ସାଇଟ୍ରେ ଚିହ୍ନଟି ଅଛି। ଏହି ଚିହ୍ନରେ କ୍ଲିକ୍ କରିକି ନୋଟିଫିକେସନ୍ଟି ଡାଉନଲୋଡ଼୍ କରିପାରିବେ। ଯେତେବେଳେ ଅନଲାଇନ୍ ଆପ୍ଲାଏ ଆରମ୍ଭ ହେବ, ଆପଣ ଏଠାରେ ଦେଖନ୍ତୁ ଅଫିସିଆଲ୍ ଲିଙ୍କ୍ ଓଡ଼ିଶା ପ୍ଲସ୍ ଟୁ ସେକେଣ୍ଡ ଫେଜ୍ ଆଡ଼ମିସନ୍ ଆପ୍ଲିକେସନ୍ ଫର୍ମ, এই ଲିଙ୍କରେ କ୍ଲିକ୍ କରିକି ଆପଣ ଅନଲାଇନ୍ ଆବେଦନ କରିପାରିବେ। ଏହି ପୋଷ୍ଟର ଲିଙ୍କ୍ ଭିଡ଼ିଓ ଡିସ୍କ୍ରିପ୍ସନ୍ରେ ମଧ୍ୟ ଦେଇଦେବି। ଆପଣ ସେ ଲିଙ୍କରେ କ୍ଲିକ୍ କରିକି ଏ ପୋଷ୍ଟକୁ ଆସିପାରିବେ। ଏଥିରୁ ଜାଣିପାରିଲେ
ଓଡ଼ିଶା ପ୍ଲସ୍ ଟୁ ସେକେଣ୍ଡ ଫେଜ୍ ଆଡ଼ମିସନ୍ ଆପ୍ଲିକେସନ୍ ଫର୍ମ 2025 ଆପଣଙ୍କର ଅଗଷ୍ଟ 25 2025ରୁ ଆରମ୍ଭ ହୋଇ ଅଗଷ୍ଟ 31 2025 ପର୍ଯ୍ୟନ୍ତ ଚାଲିବାକୁ ଯାଉଛି। ଏହି ମଧ୍ୟରେ ଆପଣ ଆବେଦନ କରିପାରିବେ। ଆଶା କରୁଛି ଭିଡ଼ିଓଟି ଆପଣଙ୍କୁ ନିଶ୍ଚୟ ଭଲ ଲାଗିଥିବ। ସାଙ୍ଗସାଥିମାନଙ୍କୁ ସେୟାର କରିବା ଭୁଲିବେନି। ଆପଣ ଆମ ଭିଡ଼ିଓ ଦେଖୁଥିବାରୁ ବହୁତ ବହୁତ ଧନ୍ୟବାଦ।